ବିଛା ରାଶି ପାଇଁ ଜୁଲାଇ ମାସର ମାସିକ ରାଶିଫଳ। ପ୍ରତ୍ୟେକ ମାସରେ ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା 9ଟି ଯାକ ଗ୍ରହମାନଙ୍କର ସ୍ଥିତିରେ ପରିବର୍ତ୍ତନ ଘଟିଥାଏ। ତେଣୁ ପ୍ରତ୍ୟେକ ମାସରେ ରାଶିମାନଙ୍କର ଜ୍ୟୋତିଷୀୟ ଫଳାଫଳ ଅଲଗା ଅଲଗା ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2025 ମସିହା ଜୁଲାଇ ମାସରେ 12 ଗୋଟି ରାଶିମାନଙ୍କର ରାଶିଫଳ ଜାଣିବା କ୍ରମରେ ଆଜି ଜାଣିବା ବିଛା ରାଶିଜାତ ବ୍ୟକ୍ତି ଜୁଲାଇ ମାସରେ କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି। ଜୁଲାଇ ମାସରେ ବିଛା ରାଶିର କ୍ୟାରିୟର ବା କର୍ମ ସମ୍ପର୍କରେ ଜାଣିବାକୁ ଗଲେ ଜଣାଯାଏ ଯେ ଏ ମାସର ପ୍ରଥମାର୍ଦ୍ଧରେ ବିଛା ରାଶିର କ୍ୟାରିୟର ବା କର୍ମସ୍ଥାନର ଅଧିପତି ସୂର୍ଯ୍ୟ ଅଷ୍ଟମ ସ୍ଥାନରେ ରହୁଥିବାରୁ କର୍ମକ୍ଷେତ୍ରରେ ବୈରାଗ୍ୟ ଭାବ ସୃଷ୍ଟି ହୋଇପାରେ। କରୁଥିବା କାମ ପ୍ରତି ନିଷ୍ଠା ବା ଆଗ୍ରହ ଆସିଲେ ମଧ୍ୟ ମନ ମଧ୍ୟରେ ଏକ ନୈରାଶ୍ୟ ଭାବ ସୃଷ୍ଟି ହେବ। ଏପରିକି କର୍ମକ୍ଷେତ୍ରରୁ ଓହରି ଯିବା ପାଇଁ ମନ ମଧ୍ୟରେ ଭାବନା ସୃଷ୍ଟି ହେବ। ଜୁଲାଇ ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କଲେ ଅବସ୍ଥାରେ ପରିବର୍ତ୍ତନ ଘଟିବ। ବାଣିଜ୍ୟ ବ୍ୟବସାୟ କରୁଥିଲେ କର୍ମସ୍ଥାନଠାରୁ ଦୂର ସ୍ଥାନରେ ଅନ୍ୟ ଏକ ନୂତନ ବାଣିଜ୍ୟ ବେପାର କରିବା ପାଇଁ ସୁଯୋଗ ଆସିପାରେ। ସରକାରୀ ଠିକାଦାରୀ ଓ ଅର୍ଡ଼ର ସପ୍ଲାଇ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ବିଶେଷ ଭାବେ ଲାଭାନ୍ୱିତ ହୋଇପାରନ୍ତି। ଚାକିରି କରୁଥିଲେ ବିଛା ରାଶିଜାତ ବ୍ୟକ୍ତିଙ୍କ ପାଇଁ ମାସଟି ଉତ୍ତମ ଫଳଦାୟକ ରହିବ, କିନ୍ତୁ ସହକର୍ମୀମାନଙ୍କ ସହିତ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଅଛି। ତେବେ ବି ନେତୃତ୍ୱ ନେବାରେ ଆପଣଙ୍କର ସାମର୍ଥ୍ୟକୁ କେହି ଚ୍ୟାଲେଞ୍ଜ କରିପାରିବେନି। ଯେକୌଣସି କାମ ହାତକୁ ନେବେ ସଫଳତାର ସହିତ ଶେଷ କରିପାରିବେ। ଆର୍ଥିକ ଦୃଷ୍ଟିକୋଣରୁ ଜୁଲାଇ ମାସଟି ବିଛା ରାଶିଜାତ ବ୍ୟକ୍ତିଙ୍କ ପାଇଁ ସେତେଟା ଖାସ୍ ଜଣାପଡ଼ୁନାହିଁ। ଆୟ ଭାବର ଅଧିପତି ବୁଧ ମହାଗ୍ରହ ଭାଗ୍ୟଭାବ କର୍କଟ ରାଶିରେ ରହିଥିବାରୁ ଲାଭ ମିଳିବାର ସଂକେତ ମିଳିବ ସତ, କିନ୍ତୁ ଲାଭ ମିଳିବାରେ ବହୁ ବାଧାବିଘ୍ନ ଉପୁଜିବ। ବିଛା ରାଶିର ଦ୍ୱିତୀୟ ଧନଭାବର ଅଧିପତି ବୃହସ୍ପତି ମହାଗ୍ରହ ଅଷ୍ଟମ ସ୍ଥାନରେ ରହି ଧନ ନାଶ କରିବାକୁ ଥିବାବେଳେ ତାଙ୍କର ଦୃଷ୍ଟି ଧନଭାବ ଉପରକୁ ରହିଥିବାରୁ ଧନ ନାଶ ହେବ ସତ, କିନ୍ତୁ ଧନ ଉପାର୍ଜନ ମଧ୍ୟ ହେବ। ମୋଟାମୋଟି ଭାବେ କହିବାକୁ ଗଲେ ଜୁଲାଇ ମାସରେ ବିଛା ରାଶିର ଆର୍ଥିକ ସ୍ଥିତି ସମାନ ଧରଣର ରହିବ। ଜୁଲାଇ ମାସରେ ବିଛା ରାଶିର ପ୍ରେମ ଓ ପରିଣୟ କ୍ଷେତ୍ର ସମ୍ପର୍କରେ ବିଚାର କଲେ ଜଣାଯାଏ ଯେ ଏ ମାସରେ ବିଛା ରାଶିର ପଞ୍ଚମ ଭାବ ମୀନ ରାଶିର ଅଧିପତି ବୃହସ୍ପତି ଅଷ୍ଟମ ନିଧନ ସ୍ଥାନ ମିଥୁନ ରାଶିରେ ମାସସାରା ଅବସ୍ଥାନ କରିବା ଏବଂ ପଞ୍ଚମ ଭାବରେ ଶନି ଗୋଚର କରିବା ବିଛା ରାଶି ଜାତକ ପାଇଁ ଲଭ୍ ଲାଇଫରେ ଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ସୂଚନା ପ୍ରଦାନ କରୁନାହିଁ। ପ୍ରେମ ସମ୍ପର୍କରେ ଥିଲେ ବୃହସ୍ପତିଙ୍କର ଅଷ୍ଟମ ସ୍ଥାନରେ ଅବସ୍ଥିତି ଓ ମଙ୍ଗଳଙ୍କର ପଞ୍ଚମ ଭାବକୁ ଦୃଷ୍ଟି ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି କରିବ। ପ୍ରେମୀ ଯୁଗଳ ପରସ୍ପର ମଧ୍ୟରେ କଳିକଜିଆ ବା ବିବାଦ ସୃଷ୍ଟି କରିପାରନ୍ତି। ମର୍ଯ୍ୟାଦା ଭଙ୍ଗ ହେବାର ଆଶଙ୍କା ରହିଛି। ତେଣୁ ପରିସ୍ଥିତି ଠିକ୍ ନ ଲାଗିଲେ ଚୁପ୍ ରହିବା ହିଁ ବୁଦ୍ଧିମାନର କାମ ହେବ। କାରଣ ଏହି ସମୟରେ ପ୍ରେମ ଭାବର ଅଧିପତି ବୃହସ୍ପତି ଓ ପଞ୍ଚମ ଭାବରେ ଶନି ବିରାଜମାନ କରି ନେଗେଟିଭ୍ ଏନର୍ଜି ବା ନକାରାତ୍ମକ ଶକ୍ତି ତିଆରି କରୁଥିବାରୁ ପ୍ରେମ ସମ୍ପର୍କରେ ବଡ଼ ବିଭ୍ରାଟ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଛା ରାଶିର ଅବିବାହିତ ରହିଥିବା ପୁଅ ଓ ଝିଅ ଜୁଲାଇ ମାସରେ
ସେମିତି କିଛି ଭଲ ଫଳ ପାଇବାର ଆଶା ନାହିଁ। ବିଛା ରାଶିର ସପ୍ତମ ବୃଷ ରାଶିରେ ଶୁକ୍ର ନିଜ ଘରେ ରହିଥିବାରୁ କେନ୍ଦ୍ରାଧିପ ଦୋଷରେ ଦୋଷୀ। ତେଣୁ ଅତି ଲେମ୍ବୁ ଚିପୁଡ଼ିଲେ ପିତା ଲାଗିବା ପରି ବିଛା ରାଶି ଜାତକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିଲେ ମଧ୍ୟ ତାହା କାର୍ଯ୍ୟକାରୀ ନ ହେବାର ବହୁତ ସମ୍ଭାବନା ରହିଅଛି। ବିଛା ରାଶି ଜାତ ବ୍ୟକ୍ତିଙ୍କର ଜୁଲାଇ ମାସ ପାଇଁ ପାରିବାରିକ ଜୀବନ ମଧ୍ୟମ ଧରଣର ରହିବାର ସମ୍ଭାବନା ରହିଅଛି। ବିଛା ରାଶିର ଦ୍ୱିତୀୟ କୁଟୁମ୍ବ ସ୍ଥାନର ଅଧିପତି ବୃହସ୍ପତି ଅଷ୍ଟମ ସ୍ଥାନରେ ଅବସ୍ଥାନ କରିଥିବାରୁ ପାରିବାରିକ ସୁଖ ଶାନ୍ତି ଓ ମର୍ଯ୍ୟାଦାରେ ଆଞ୍ଚ ଆସିପାରେ। କିନ୍ତୁ ବୃହସ୍ପତିଙ୍କର ଦୃଷ୍ଟି ନିଜ ଘର ଉପରେ ରହିଥିବାରୁ ବିଛା ରାଶି ଜାତକ ନିଜେ ମର୍ଯ୍ୟାଦା ଭିତରେ ରହିଲେ ପରିବାରରେ ସୁଖ ଓ ଶାନ୍ତି ବିରାଜମାନ କରିବ। ଏହାଛଡ଼ା ବିଛା ରାଶିର ଚତୁର୍ଥ ଗୃହ ଭାବରେ ବିରାଜମାନ କରିଥିବା ରାହୁ ଏବଂ ରାହୁ ଉପରେ ମଙ୍ଗଳଙ୍କ ଦୃଷ୍ଟି ଘରେ କେହି ଜଣେ କୁଟିଳ ଷଡ଼ଯନ୍ତ୍ରରେ ସାମିଲ ଥିବାର ଇସାରା ପ୍ରଦାନ କରେ, ଯଦ୍ୱାରା ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମନରେ ସନ୍ଦେହର ବୀଜ ବପନ ହୋଇପାରେ। ଜୁଲାଇ ମାସର ମାସିକ ରାଶିଫଳ ଅନୁଯାୟୀ ବିଛା ରାଶି ଜାତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସାମାନ୍ୟ ବିଗିଡ଼ିଲେ ମଧ୍ୟ ମଙ୍ଗଳଙ୍କର ଦୃଷ୍ଟି ନିଜ ଘର ବିଛା ରାଶି ଉପରେ ରହିଥିବାରୁ ସ୍ୱାସ୍ଥ୍ୟଗତ ସମସ୍ୟାକୁ ସମ୍ଭାଳି ନେବାକୁ ସମର୍ଥ ହେବେ। ଶରୀରରେ ବ୍ରଣ, ଫୋଟକା ଓ ଘା ଭଳି ସମସ୍ୟା ଉପୁଜିପାରେ। ବ୍ଲଡ଼ ପ୍ରେସର ଥିଲେ ନିୟମିତ ଯାଞ୍ଚ କରିନେବା ଉଚିତ ହେବ। ମଙ୍ଗଳଙ୍କ ଯୋଗୁଁ ଶରୀରରେ ଆଘାତ ଲାଗିବା କିମ୍ବା ଦୁର୍ଘଟଣା ଘଟି ଖଣ୍ଡିଆ ଖାବରା ହେବା ଭଳି ଘଟଣା ଘଟିପାରେ। କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସୂର୍ଯ୍ୟ ବିଛା ରାଶିର ଭାଗ୍ୟ ସ୍ଥାନରେ ପ୍ରବେଶ କଲେ ଏସବୁ ଘଟଣାରୁ ଉପଶମ ମିଳିପାରେ। ଏ ତ ଗଲା ମୋଟାମୋଟି ଭାବେ ଜୁଲାଇ ମାସ ପାଇଁ ବିଛା ରାଶିର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ବହୁତ ସୁଫଳ ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ରଥାରୂଢ଼ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଛା ରାଶି ବ୍ୟକ୍ତିଙ୍କର ରହିଥିବା ଅଶୁଭତ୍ୱ ଦୂର ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।